ଲଟୁଥିବା ଯେତିକି ଗଛ ଥାଏ କିଛି ମର୍ଣ୍ଣିଂ ଗ୍ଲୋରୀ ହଉ ଷ୍ଟାର ଗ୍ଲୋରୀ ହଉ ଏସବୁ ଗଛ ଗୁଡ଼ାକ ନା ଦେଖିବାକୁ ଭାରି ସୁନ୍ଦର ଲାଗେ। ଆମର ମର୍ଣ୍ଣିଂ ଗ୍ଲୋରୀ ଗଛର ପତ୍ର ଟିକେ ବଡ଼ ଆସେ, ଗଛର ମାଟି ଯେମିତି ପାଇଥାଏ ନା ସେମିତିକା ତାର ପତ୍ରଟା ଟିକେ ଛୋଟ ବଡ଼ ରହେ, କିନ୍ତୁ ଆମର ଷ୍ଟାର ଗ୍ଲୋରୀ ପତ୍ର ବହୁତ ସୁନ୍ଦର, ଯେମିତିକା ଆମର ଗାଜର ପତ୍ର ଆସେ ନା ଠିକ୍ ସେମିତି ବହୁତ ସରୁ ଆଉ ଦେଖିବାକୁ ବହୁତ ସୁନ୍ଦର ଲାଗେ, ଆକର୍ଷିତ ଲାଗେ ହେଇଯାଏ, ଯେମିତି ମନ ପୁରା ଖୁସି ହେଇଯାଏ ସେ ଗଛକୁ ଦେଖିଦେଲେ। ଗଛଠୁ ଆହୁରି ସୁନ୍ଦର ତାର ଫୁଲ, ଫୁଲର ରଙ୍ଗ ନାଲି ବି ଅଛି, ଧଳା ବି ଅଛି, ନୀଳ ବି ଅଛି, ବହୁତ ରଙ୍ଗ ବେରଙ୍ଗର ୟାର ଫୁଲ ଅଛି। ତ ଏଇ ଗଣେଶ ବେଲ ବା ହେଉଛି ଆମର ଯେଉଁ କୁହନ୍ତି ଷ୍ଟାର ଗ୍ଲୋରୀ ବା ତାରକା ଫୁଲ, ତ ୟାର ବହୁତ ଗୁଡ଼ିଏ ନାଁ ଅଛି। ତ ତିନିଟା ନାଁ ମୁଁ ଜାଣିଛି, ଆପଣମାନେ ଯଦି ଏକ୍ସଟ୍ରା କିଛି ନାଁ ଜାଣିଥିବେ କହିବେ। ତ ଏଇ ଫୁଲକୁ 6ରୁ 8 ଘଣ୍ଟା ମିନିମମ୍ ଖରା ଦରକାର, ତା ସାଥିରେ ପାଣି ତାର ମାଟି ଉପର ଲେୟାର ଡ୍ରାଏ ହେବା ପରେ ଯାଇକି ପାଣି ଲିମିଟ୍ ଅନୁସାରେ ଦେବା ଦରକାର, ଯେତିକି କୁଣ୍ଡ ଟାଣି ପାରିବ। ତ ମୁଁ ତାକୁ ଏଇଠି ଯେହେତୁ ତାର ପତ୍ରଟା ମୋତେ ଏତେ ସୁନ୍ଦର ଲାଗେ ସେଥିପାଇଁକା ମୁଁ ତାକୁ ବଡ଼ ହେଉଛି ଗୋଟେ ଡେକୋରେଟିଭ୍ ଆଇଡ଼ିଆ କରିଥିଲି, ଯେମିତିକା ଡେକୋରେଟିଭ୍ ଯେଉଁ ଷ୍ଟାର ଭଳିଆ କରିଥିଲି, ତାକୁ ଲୁକ୍ ଦେଇଥିଲି ଫାଷ୍ଟ ଫାଷ୍ଟ ଯେତେବେଳେ ତାକୁ ଲଟେଇଥିଲି। ତ ସେଇଟା ମୋତେ ଜମା ବାଗ ଲାଗିଲାନି, ବହୁତ ଅବାଗିଆ ଲାଗିଲା ଯେତେବେଳେ ଫୁଲ ଫୁଟିଲା, ଖାଲି ମଞ୍ଜି ହେଇ ଚାଲିଲା, ଗଛର ଗ୍ରୋଥ୍ କମି ଚାଲିଲା। କିନ୍ତୁ ଯେତେବେଳେ ମୋତେ ଏଇ ତାର ଦୁଇଟା ମିଳିଲା ନା, ତ ଗୋଟେ ହେଉଛି ମୁଁ ପାନପତ୍ର କରିଛି ଆଉ ଗୋଟେ ସର୍କଲ୍ ଭଳିଆ ରଖିଛି, ଆଉ ସେଇଥିରେ ମୁଁ ଫାଷ୍ଟ ସର୍କଲ୍ଟା କରିଥିଲି। ତ ସେଇଥିରେ ଗଛ ଲଟିଲା ପରେ ଏତେ ବଢ଼ିଆ ଲାଗିଲା, ତାକୁ ପୁଣି ମୁଁ ଆଉ ଗୋଟେ ଯେଉଁ ଗଛ ଉଠିଲା ନା, ଏ ଗଛ ଥରେ ଯଦି ମଞ୍ଜି ହେଲା ନା ଗଛରେ, ତ ଆପଣଙ୍କ ବଗିଚାକୁ ଥରେ ଆଣିଲେ ଆଉ ଏଇ ଗଛର ଅଭାବ ହିଁ ରହିବନି, ସବୁବେଳେ ହେଇ ଚାଲିବ ଏ ଗଛ। ମର୍ଣ୍ଣିଂ ଗ୍ଲୋରୀ ବି ସମାନ କାମ, ଯେମିତିକା ଯଦି ଥରେ ଗଛ ଆଣୁଛନ୍ତି ନର୍ସରୀରୁ ଆଉ ଆପଣଙ୍କୁ କିଣିବାକୁ ହିଁ ପଡ଼ିବନି, ଆପଣଙ୍କ ଗଛ ବଗିଚାରେ ସବୁବେଳେ ହିଁ ଥିବ। ତ ଆଜି ମୁଁ ଗୋଟେ କରିଛି ଏମିତି ପାନପତ୍ର ଲୁକ୍ଟା, ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ କହିବେ, ଭଲ ଲାଗୁଛି।